ଏ ସଂସାରରେ ଥିବା ସମସ୍ତ ଜୀବିତ ପ୍ରାଣୀଙ୍କଠାରେ ଭୋକ ସ୍ୱାଭାବିକ, କିନ୍ତୁ ମନୁଷ୍ୟର ଭୋକ ବାକି ସବୁ ପ୍ରାଣୀଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଭୋକ କାହା ପାଇଁ ଏଠି ବଞ୍ଚିବାର ସଂଘର୍ଷ ତ କାହା ପାଇଁ ନୂଆ ନୂଆ ସ୍ୱାଦ ଖୋଜୁଥିବା ଜିଭାର ଲାଳସା। ଭୋକ କାହାକୁ ଚୋର ଲମ୍ପଟର ଆଖ୍ୟା ଦେଇଥାଏ ତ କାହାକୁ ଧର୍ମ ବିଷୟରେ ମିଥ୍ୟା ପ୍ରଚାର କରୁଥିବା ସାଧୁତା। ଆଉ କେତେବେଳେ କାହା ଶରୀରର ଭୋକ ପାଇଁ ନିରୀହ ଝିଅଟିର ଇଜ୍ଜତ ଚାଲିଯାଏ। ଏ ଦୁନିଆ ଆଗରେ ସେ ପାଲଟିଯାଏ ଧର୍ଷିତା। କେବେ ଜଣେ ବଡ଼ ଲୋକିଆ ଦେଖାଇ ହେଉଥିବା ଲୋକର ଅହଙ୍କାର ଆଉ ସ୍ୱାର୍ଥର ଭୋକ ଆଗରେ ଗରିବ ଲୋକଟିର ସ୍ୱାଭିମାନ ବଳି ପଡ଼ିଯାଏ, ଆଉ ନିଜ ଭାଗ୍ୟକୁ ନିନ୍ଦି ପ୍ରତିବାଦ ନ କରିପାରି ଚୁପ୍ ହୋଇଯାଏ। ହଁ, ନିଜ ଭାଗ୍ୟକୁ ନିନ୍ଦି ପ୍ରତିବାଦ ନ କରିପାରି ଚୁପ୍